ବାବାଙ୍କର ବହୁତ ମାହାତ୍ମ୍ୟ ଅଛି। ଅପୁତ୍ରିକ ପୁତ୍ର ପାଇଛନ୍ତି, ଯାହାର ଯାହା ମନସ୍କାମନା ସବୁ ବାବା ଦେଇଛନ୍ତି। ଇଏ ବ୍ରାହ୍ମଣୀ ନଦୀ ତୂଟରେ ଆବିର୍ଭାବ। ଇଏ ବହୁତ ଆଦିମ କାଳର ଠାକୁର, ଆଜି ନୁହେଁ, ଇଏ ସାରା 500 ବର୍ଷର ଠାକୁର। ଆଉ ବାବାଙ୍କର ବହୁତ ମହିମା। କୁଶଳେଶ୍ୱର ନାମର ଇଏ ନାମିତ। ଆଉ ବହୁତ ରୋଗ ଦୁଃଖ ସମସ୍ତଙ୍କର ଭଲ ହେଇଛି। ଯିଏ ଯୋଉ ମନସ୍କାମନା କରିଛି କେହି ଫେରି ନାହାନ୍ତି। ଇଏ ବହୁତ ମହିମା ଠାକୁର। ଶିବରାତ୍ରିରେ ଦର୍ଶନ କଲେ ଯେତେ ପାପ ତାପ ସବୁ ଖଣ୍ଡନ ହୁଏ। ଆଉ ଯାହାର ଯାହା ମାନସିକ ସବୁ ପୂରଣ ହବ। ଆଉ ସମସ୍ତେ ଶୁଭ ଦୃଷ୍ଟି ଫଳ ପ୍ରଦାନ କରିବ। ବାବା କାହାକୁ ଏମିତି ଛାଡ଼ିବେ ନାହିଁ। ଆଜି ଆଜି ଭଲ ଶିବରାତ୍ରିରେ ଯିଏ ଦର୍ଶନ କରୁଛି ବହୁତ ମାହାତ୍ମ୍ୟ ପାଇଛି। ଆଉ ସବୁଦିନ ପାଇଁ ସେ ଯାଇ ସ୍ୱାଧୀନ ଲାଭ କରୁଛି। ମୁଁ ଆଜିକି 10 ବର୍ଷ ହେଲାନି ଆସୁଛି ଜାଗର କରିବା ପାଇଁ। ଏଠି ଯେ ମହାତ୍ମା ଯେ ଶିବଙ୍କୁ ଯାହା ମାଗା ଯାଉଛି, ଜାଗର ଜାଳା ହଉଛି, ଯାହା ମାଗା ହଉଛି ପୂରଣ ହଉଛି। ଏଠି 10 ବର୍ଷ ହେଲାନି କରୁଛି ଆଉ। କେମିତି କଣ କେତେବେଳେ ମହାଦୀପ ଉଠିବ, କେମିତି କଣ ଏଠି ଅଛି? ମହାଦୀପ କହୁଛନ୍ତି 2ଟା ବେଳେ ଉଠୁ, ପ୍ରାୟତଃ 1:30 2ଟା ବେଳକୁ ଉଠେ। ଏଥର ତ 2ଟା 2:30 ଭିତରେ ଉଠିବ କଣ କହୁଛନ୍ତି। କେମିତି କଣ ଏଠିକାର ଯୋଉ କୁଶଳେଶ୍ୱର ମହାଦେବ ଅଛନ୍ତି, ତାଙ୍କର ମାହାତ୍ମ୍ୟ କଣ ରହିଛି? ମହାତ୍ମା ତ ଠାକୁର ତ ଯାହା ମାଗନ୍ତି ସମସ୍ତ ମନସ୍କାମନା ପୂରଣ ହବ ବୋଲି ଆଶା ଅଛି।